ମୁଁ ପ୍ରଥମରୁ କହିଛି ଏହା ଗୋଟିଏ କଂଗ୍ରେସ ଦଳର ଆଭ୍ୟନ୍ତରୀଣ ବ୍ୟାପାର। ସେ ବିଷୟରେ କି ଯିଏ ବି ହୋନା କାହିଁକି ପ୍ରେସ୍କୁ ଯିବା ଏବଂ ବାହାରକୁ ଯିବାଟା ଠିକ୍ ନୁହେଁ। ବହୁ ଲୋକଙ୍କର ଅସନ୍ତୋଷ ଦଳ ଭିତରେ ଥାଏ। ପ୍ରତ୍ୟେକ ରାଜନୈତିକ ଦଳରେ ନେତାମାନଙ୍କର କିଛି ନା କିଛି ଅସନ୍ତୋଷ ଥାଏ। ସେ ଅସନ୍ତୋଷକୁ ଉପଶମ କରିବା ପାଇଁ ଦଳ ତରଫରୁ ଉଦ୍ୟମ ହେବା ନିହାତି ଆବଶ୍ୟକ। ତେଣୁ ଆମ ଦଳରେ କିଛି ନା କିଛି ଲୋକଙ୍କ ଅସନ୍ତୋଷ ରହିଛି। ଅସନ୍ତୋଷ ଯେ ନାହିଁ ତାହା କହିହେବନି। ତେଣୁ ସେ ଦୃଷ୍ଟିରୁ ମକିମ ବାବୁଙ୍କର ଯେଉଁ ଅସନ୍ତୋଷ ଥିଲା ବା ଯେଉଁ ନେତାମାନଙ୍କର ଏପରି ଅସନ୍ତୋଷ ରହିଛି ତାକୁ ଉପଶମ କରିବା ପାଇଁ ନେତୃମଣ୍ଡଳୀ ଦଳ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ। ଆଉ ମକିମ ବାବୁଙ୍କର କଂଗ୍ରେସ ଦଳ ପ୍ରତି ଯେଉଁ ଅବଦାନ ତାକୁ ମଧ୍ୟ ଆମେ ଭୁଲିବା ଉଚିତ ନୁହେଁ। 1980 ମସିହା ପରେ କଂଗ୍ରେସ କେବେ କଟକରେ ଜିତି ନଥିଲା। ବହୁ ବର୍ଷର ଅକ୍ଳାନ୍ତ ପରିଶ୍ରମ ଫଳରେ ଯାହା ହଉ ଦୁଇ ଥର ସେଠି କଂଗ୍ରେସ ଜିତିପାରିଛି। ଏବେ ମଧ୍ୟ ତାଙ୍କ ଝିଅ ମଧ୍ୟ ସେଠୁ ନିର୍ବାଚିତ ହୋଇଛି। ତା'ର ପରଫରମେନ୍ସ ବି ବହୁତ ଭଲ, ତାକୁ ଅସ୍ୱୀକାର କରିହେବ ନାହିଁ। ତେଣୁ ବିଶେଷ ଭାବରେ ନୂଆପଡ଼ା ନିର୍ବାଚନ ପରେ ବେଳେ ଯେଉଁ ଗୋଟେ କୁହାହେଲା ଯେ ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଙ୍କର ଆବଶ୍ୟକତା ନାହିଁ, ତାଙ୍କୁ ବୋଧେ ସେଇଟା ବେଶ ବାଧିଲା। ସେଇଟାକୁ ଆମମାନେ ସମସ୍ତେ ସେଥିପାଇଁ ଦାୟୀ। ତାକୁ ଉପଶମ କରିବାର ଥିଲା। ତା ନକରି ସିଏ ଗୁଡ଼ା ଚିଠି ଫିଠି ଲେଖିଲେ ହାଇକମାଣ୍ଡକୁ ମଧ୍ୟ ସେଠି ଆକ୍ଷେପ କରିଛନ୍ତି। ହଁ ଠିକ୍, ସେ ଯୋଗୁଁ ସତ କଥା ତା ଭିତରେ କିଛି ଥାଇପାରେ। ତାକୁ କିପରି ଭାବରେ ଅଶାନ୍ତିକୁ ଦୂର କରିବା ଥିଲା ପ୍ରଥମ କର୍ତ୍ତବ୍ୟ। ଆସଚ ଆମେ ବର୍ତ୍ତମାନ ଦୁର୍ବଳରେ ଅଛୁ। ଏ ଦୁର୍ବଳତାକୁ ସବଳତା କରିବା ପାଇଁ ଆମମାନଙ୍କର ସମସ୍ତ ଉଦ୍ୟମ ହେବା ଦରକାର। ଦଳର ଶୁଣନ୍ତୁ, ଜଣେ ଯେ କେହି ଜଣେ ବ୍ୟକ୍ତି ମଧ୍ୟ ଦଳରୁ ଚାଲିଗଲେ ଦଳର ନିଶ୍ଚୟ ଏଟା କ୍ଷତି ହେବନି କେମିତି? ଦଳ ଅଧିକରୁ ଅଧିକ ସଂଗଠିତ, ଅଧିକ ଲୋକଙ୍କୁ ଆକର୍ଷିତ ଏବଂ ଦଳ ପ୍ରତି ଆନୁଗତ୍ୟ କରିବାର ହେଉଛି ଦଳର କର୍ତ୍ତବ୍ୟ ବା ନେତୃମଣ୍ଡଳୀର କର୍ତ୍ତବ୍ୟ। ସେ କିନ୍ତୁ ତାଙ୍କ ବକ୍ତବ୍ୟରେ କଂଗ୍ରେସ ନୀତି ଆଦର୍ଶରୁ ଯେ ଅଲଗା ହେଇଯାଇଛନ୍ତି ସେ କଥା କହିନାହାନ୍ତି। ତେଣୁ ଦ୍ୟାଟ୍ ଇଜ୍ ଏ ସ୍କୋପ୍ ଟୁ ୟୁନାଇଟ୍ ହିମ୍। ବହିଷ୍କାର ଶୁଣନ୍ତୁ, ସେ ଯେତେବେଳେ ସାଙ୍ଗେ ସାଙ୍ଗେ ବହିଷ୍କାର କରିଦେଉଛନ୍ତି, କରୁଛନ୍ତି, ଯେଉଁମାନେ ବହିଷ୍କାର କରୁଛନ୍ତି ସେମାନେ କିଛି ବିଚାର କରିକି କଥା କହୁଛନ୍ତି ଦଳର ଶୃଙ୍ଖଳା ଦୃଷ୍ଟିରୁ। କିନ୍ତୁ ମକିମ ବାବୁଙ୍କ ଭଳି ବ୍ୟକ୍ତିଙ୍କର ଦଳରେ ଆବଶ୍ୟକତା ଅଛି। ତାକୁ ଇଗ୍ନୋର କରି ହେବ ନାହିଁ। ତା ମାନେ ନୁହେଁ ଯେ ସୀମା ପାର ବିଶୃଙ୍ଖଳା କରିବା। ତେଣୁ ତାଙ୍କର ଯେଉଁ ବକ୍ତବ୍ୟରୁ ଜଣାପଡ଼ୁଛି ତାଙ୍କର କଂଗ୍ରେସ ପ୍ରତି ଦୁର୍ବଳତା ଅଛି ଏବଂ ଯେଉଁ ଅସନ୍ତୋଷ ଅଛି ସମୟ ଆସିବ ସେ ଅସନ୍ତୋଷକୁ ଦୂର କରି କେମିତି ତାଙ୍କୁ କଂଗ୍ରେସ ସହିତ ସାମିଲ କରାଯିବ ସେ ଉଦ୍ୟମ ହେବା ଦରକାର। କିମ୍ବା ମକିମ ବାବୁଙ୍କ ମନ ଭିତରେ ଆଉ କ'ଣ ଅଛି ସେ କଥା ମୁଁ ଜାଣିନି କି ତା ବିଷୟରେ ମୁଁ ତାଙ୍କ ସହିତ ନୂଆପଡ଼ା ନିର୍ବାଚନ ବେଳେ ଯେଉଁଭଳି ଭାବରେ ତାଙ୍କୁ ଦାୟିତ୍ୱ ଦିଆଗଲା ନାହିଁ, ପ୍ରଚାର କମିଟିରୁ ବାଦ ଦିଆଗଲା, ସେ ସବୁ ସମୟରେ ଯଦି ତାଙ୍କ ଅସନ୍ତୋଷ ଦୂର କରାଯାଇଥାନ୍ତା, ଆଲୋଚନା ହେଇଥାନ୍ତା, ଏଇ ସ୍ଥିତି ବୋଧହୁଏ ଆସିନଥାନ୍ତା। ମୁଁ ଭାବୁଛି ବୋଧହୁଏ ଆସିନଥାନ୍ତା। ନୂଆପଡ଼ା ଇଲେକ୍ସନରେ ଯେଉଁ କଥା କୁହାଗଲା ସେଇଟା କହିବାର ଆବଶ୍ୟକତା ନଥିଲା। ବହୁ କଥା ଥାଏ, ସତ୍ୟତା ଥାଏ, କିନ୍ତୁ ତାକୁ ପ୍ରେସ୍ରେ ବା ପ୍ରକାଶରେ କହିବା ଉଚିତ ନୁହଁ। ବୋଧେ ବାଧିଛି। ତାଙ୍କୁ ତାଙ୍କ ମନ ଭିତରେ କିଛି ଅଶାନ୍ତି ନିଶ୍ଚିତ ଥିଲା। ଏପରି ବହୁ ଲୋକଙ୍କ ମନ ମଧ୍ୟ ଅଛି ବା ଥାଇପାରେ। ଦଳର କର୍ତ୍ତବ୍ୟ କ'ଣ?
ଦଳର କର୍ତ୍ତବ୍ୟ ଅସନ୍ତୋଷକୁ ଦୂର କରିବା, ଜିନ୍ୟୁଇନ୍ ଅସନ୍ତୋଷ ଯେଉଁଗୁଡ଼ା ଥିବ ତାକୁ ଦୂର କରିବା। ये तो सीधा कार्यानुष्ठान शो कोच नहीं और शो कोच ये तो सीधा कार्यानुष्ठान है। सीधा सीधा कार्यानुष्ठान शोकज तो सी जड़े AICC मेम्बर तापर पूर्वतन MLA तांकर दल प्रति अवदान रही जो रास्त उपशम करने कथा करा जाई नहीं अन्याय ହେଇଛି मोहम्मद मुकीमଙ୍କ ସହ अन्याय ହେଇଛି କି ତାଙ୍କର? न्याय होइछि कि अन्याय होइछि जो माने निष्पत्ति नौछु से कथा से माने विचार करिवे कि मोटामोटी भाव में ओडिशा रे आमे बहु मकिम बाबूंकर आवश्यकता अच्छे कांग्रेस दल पाई तेणु जड़े मकिम को छाड़ीदेवा यहीपरी अन्य असंतोष वाला को जब समिति को छाड़ीदेवा ताहले आम दल मजबूत केमती हम। सर यही कहूँ मुकिमଙ୍କ ଉପରେ कार्यानुष्ठान गोटे चेतावनी जो माने दल विरोध रे स्वर उठेबा सभापति विरोध रे स्वर उठेबे। हाँ सी श्रृंखला रक्षा दृष्टि तार किसी उपादेयता अच्छी किंतु वर्तमान जो स्थिति रे कांग्रेस अच्छी ओडिशा रे से स्थिति रे अधिकरू अधिक नेता को असंतोष को दूर करी समस्ते मिलमिशि कार्य करिवार समय अच्छी सेटा को आमे हरेबा उचित नुह। ते मकिम बाबू को विषय एति कहवा जाय पारे ही शुड नॉट हैव गॉन टू द प्रेस तांकर जहाँ असंतोष थिला से लेखालेखी करी हाईकमांड को जनइबा तांकर उचित थिला किंतु से ताको जो आपण मान को प्रेस रे कहि देले सेटा बर्तमान फेयर अप हो गला। बाबू जो चिट्ठी लिखले जे सेटा ठीक थला ना करके भूल थला आपण जो वरिष्ठ नेता हिसाब रे राहुल खड़गेंका नेतृत्व सतले कि जने मतलब चिट्ठी आमे कोन चिट्ठी लिखुनु ना आमे कोन आलोचना करूनु किंतु मोर मतरे प्रेस को जीवार नथिला तेणु सी कौन ताकर निष्पत्ति कौन से मन भर नहीं राजनैतिक निष्पत्ति से विषय तो मुझे आलोचना करनी तेणु से विषय में मतामत दवा चाहे नहीं। आपण सभापतिଙ୍କ सह नै आलोचना करिवे कि एमती चालची दल रे मोर तो थिला इच्छा सभापति सहित आलोचना करने किंतु एपरी गोटे कार्यानुष्ठान ग्रहण कला परे या केते दूर कार्यकारी हम मु कहि पर आपण भी आ चाहू ना आलोचना आलोचना कहीं करूनी आलोचना कर किसी असुविधा अच्छी शशि थरूर केते रकम कथा कहते किछि वरिष्ठ अणदेखा होचंदी कि दल रे आपण लागु अणदेखा शुणु कांग्रेस नेता मानकर गोटे प्रवृत्ति बा गोटे अभ्यास हो गलानी समस्ते निजको निजे इम्पोर्टाट भावुं विशेष भाव में ओडिशा कांग्रेस गोटे समूह भाव में कार्य करिवार जो वातावरण सृष्टि होगा कथा से वातावरणटा बहुत दिन धरी कांग्रेस दल रे ओडिशा रे ही नाही जोटी हबार आवश्यकता अच्छी ये समय बर्तमान स्थिति रे सबू नेता कर्मी एवं कांग्रेस को चाहूवा लोक मान भितर गोटे समझौता निहती रहिबार अच्छी आंतरिकता रहिबार अच्छी किपरि कांग्रेस दल को सुदृढ़ करवा एवं दल को पुणी फेरी आनिबा राइट पाथ से जिनसर आवश्यकता निश्चय कांग्रेस दल भितर बड़ कथा कहले कि दल को आईना देखि थियरो एते बड़ कार्यानुष्ठान आपण लागु कि दल निजे आत्मसमीक्षा शुणु सी जपरी भाव में चिठी लिखिंट सी खूब दारुण भाव में आघात देवं मन भितर किसी प्रतिक्रिया सृष्टि होपरी कार्य कर तेणु ये बासना पाइला परे परे दल तरफ उद्यम हवा कथा था केमती उपशम करने कथा से आम तो करी कि नहीं निजको मु तो केवे सहित आलोचना करी नहीं ए विषय किंतु से आपको जो प्रथम पचारि मुझे या गोटे आभ्यंतरण व्यापार ये आभ्यंतरण व्यापार को निज भितर बसी समाधान करने उचित असंतोष तो बहुत लोकंर थाईपे अच्छी ताकू जिते शीघ्र परा जाए कांग्रेस दल तरफ ओडिशा रे ताकू समाधान करने उचित एवं दल को मजबूत करने उचित एमती हठात बहिष्कार करिया उचित नुह बहिष्कार तो जिते चाहिए से करें बहिष्कार किए कर जानी AICC करी ना PCC करी पीसीसी रेकमेंड करछनी आईसीसी कर पीसीसी सभापति चिट्ठी PCC सभापति को लेटर रे चिट्ठी आछ
ପ୍ୟାଡ୍ରେ ହଁ ଏଆଇସିସି ତାଙ୍କୁ ନିର୍ଦ୍ଦେଶ ଦେଇଥିବ ଏଆଇସିସି କି ରେକମେଣ୍ଡ କରିଥିବେ ମୁଁ ଜାଣିନି ସେ ବିଷୟରେ କିଛି ମୁଁ ତ ଆଜି ପ୍ରଥମେ ଆପଣମାନଠୁ ଶୁଣୁଛି ତାଙ୍କୁ ବହିଷ୍କାର କରାଯାଇଛି ବୋଲି ସାର୍ କିନ୍ତୁ ଆଉ ଗୋଟେ ଜିନିଷ ଅଛି ଏଇସବୁ ବର୍ତ୍ତମାନ ଆପଣ ଯେଉଁ ସବୁ ପ୍ରସଙ୍ଗ ବି ଉଠେଇଲେ ବରିଷ୍ଠ ନେତାମାନେ ଧ୍ୟାନ ଦେବା ଦରକାର ଇଏ ଦିଲ୍ଲୀ ହାଇକମାଣ୍ଡ ୟା ଉପରେ ବି କିଛି ଗୁରୁତ୍ୱ ଦେବା ଦରକାର କି ରାଜ୍ୟ କଂଗ୍ରେସ ଏମିତି ସ୍ଥିତି ଚାଲିଛି ଦୁର୍ବଳ ହେଉଛି ସବୁ ନେତା ଏକ ହେଇ ରହିବା ଦରକାର ଓଡ଼ିଶାର ସବୁ ନେତାମାନଙ୍କୁ ବା ଯେଉଁ କର୍ମୀମାନଙ୍କ ଭିତରେ ଯେଉଁ ଉତ୍ସାହ ସୃଷ୍ଟି କରିବା କଥା ତାଙ୍କୁ ସମସ୍ତଙ୍କୁ ଏକ କରିବା କଥା ଗୋଟିଏ ମନରେ ଚାଲି କଂଗ୍ରେସକୁ ସୁଦୃଢ଼ କରିବା କଥା ଇଏ କାହାର କର୍ତ୍ତବ୍ୟ ଯେଉଁମାନେ ଏଠି ନେତୃମଣ୍ଡଳୀ ଅଛନ୍ତି ଯେଉଁମାନେ ସଭାପତି ଅଛନ୍ତି ଯେଉଁମାନେ ଏଆଇସିସିର ଦାୟିତ୍ୱରେ ଅଛନ୍ତି ଏଇଟା ଆମ ସମସ୍ତଙ୍କର କର୍ତ୍ତବ୍ୟ ମୋର ବି କର୍ତ୍ତବ୍ୟ ଅଛି ତେଣୁ ଆମେ ଯଦି ଆମ କର୍ତ୍ତବ୍ୟରେ ହେଳା କରିବା ତାହେଲେ ଦଳ ଦୁର୍ବଳ ହୋଇଯିବ ଏଭଳି ସ୍ଥିତି ଲାଗି ରହିଲେ ତୃତୀୟ ସ୍ଥାନରୁ ଆଗକୁ କେମିତି ଯିବ ଦଳ ଏଭଳି ସ୍ଥିତି ଲାଗି ରହିବ ଦଳ ତ ତୃତୀୟ ସ୍ଥାନରେ ଅଛି ଆଗକୁ କେମିତି ଯିବ ତୃତୀୟ ସ୍ଥାନରେ କ'ଣ ଆମ ଦ୍ୱିତୀୟ ସ୍ଥାନକୁ ଆସିସାରିଲୁ ଝିଅର ଭବିଷ୍ୟତ କ'ଣ ଝିଅର ଭବିଷ୍ୟତ କ'ଣ ମୁଁ ତା ଜ୍ୟୋତିଷ ଝିଅ ଝିଅର ପ୍ରଭାବ ପଡ଼ିବ ଇଏ ବାପା ଯେତେବେଳେ ପଳେଇଲେଣି ଝିଅ ରହିଲା ଗୋଟେ ଦଳରେ ତା ବିଚାରଧାରା ତାର ଚିନ୍ତାଧାରା ପିସିସି ସଭାପତି ହେଲା ପରେ ଯେତିକ ନିର୍ଦ୍ଦେଶ ଆସୁଛି ଭକ୍ତ ଦାସଙ୍କ ପ୍ୟାଡ୍ରେ ଆସୁଛି ମେମ୍ବର ହେଲେ ବି ଆଠୁ ବି ବଡ ନିଷ୍ପତ୍ତି ଭକ୍ତ ଦାସ ଯୋଉ